କ'ଣ ଆମେ ଅନ୍ୟର ମନ କଥାକୁ ମାତ୍ର 1 ମିନିଟରେ ଜାଣିପାରିବା? ତ ଏହାର ଉତ୍ତର ହେଉଛି ହଁ। କାହିଁକି ନା ସାଙ୍ଗମାନେ, ଅନ୍ୟର ମନ କଥାକୁ ଜାଣିବାକୁ ହେଲେ ଆପଣଙ୍କୁ ଏହି 3ଟି କାର୍ଯ୍ୟ କରିବାକୁ ପଡ଼ିଥାଏ, ଯାହାକି ମୁଁ ଆପଣଙ୍କୁ ଏହି ଭିଡ଼ିଓ ମାଧ୍ୟମରେ ଜଣାଇବାକୁ ଚାହୁଁଅଛି। ତ ତା ପୂର୍ବରୁ ମୋର ଆପଣଙ୍କୁ ବାସ୍ ଗୋଟିଏ ରିକ୍ୱେଷ୍ଟ ଯେ ଭିଡ଼ିଓଟିକୁ ଫାଷ୍ଟରୁ ଲାଷ୍ଟ ଯାଏଁ ନିଶ୍ଚୟ ଦେଖନ୍ତୁ। ଆଉ ଏହି ଭିଡ଼ିଓଟି ଆପଣ କେଉଁ ଜିଲ୍ଲାରୁ ଦେଖୁଛନ୍ତି ମୋତେ କମେଣ୍ଟ ବକ୍ସରେ ନିଶ୍ଚିତ ଭାବରେ କମେଣ୍ଟ କରି ଜଣାନ୍ତୁ। ଆଉ ହଁ, ଭିଡ଼ିଓଟିକୁ ବହୁତ ମାତ୍ରାରେ ସେୟାର ଏବଂ ଲାଇକ୍ ମଧ୍ୟ କରନ୍ତୁ। କାହାର ମନ କଥା ଜାଣିବାକୁ ହେଲେ ଆପଣ ପ୍ରଥମରେ ନିଜକୁ ଦୃଢ଼ କରିବେ, ଯାହାଦ୍ୱାରା ଆପଣଙ୍କର ସେହି ଭାବ କାହାକୁ ମଧ୍ୟ କହିବେ ନାହିଁ। ଆଉ ଆପଣ ନିଜେ ନିଜେ ହିଁ ନିଜକୁ ସୁଦୃଢ଼ କରିବେ। ଆଉ ଏହି ଅଭ୍ୟାସ ଆପଣଙ୍କୁ ଏକ ପୂର୍ଣ୍ଣରେ ଛାଡ଼ିଦେବ, ଯାହାଫଳରେ ଆପଣ ବହୁତ ଆଗକୁ ଯାଇପାରିବେ। ତ ସାଙ୍ଗମାନେ, ସେହି 3ଟି ଉପାୟ କ'ଣ କ'ଣ ଅଟେ? ସେହି 3ଟି ଉପାୟ ଆଜି ମୁଁ ଆପଣଙ୍କୁ ଏହି ଭିଡ଼ିଓ ମାଧ୍ୟମରେ ଜଣାଇଦେବି। ତ ଚାଲନ୍ତୁ ଆଉ ଡେରି ନ କରି ସେହି 3ଟି ଉପାୟ କ'ଣ କ'ଣ ଅଟେ ମୁଁ ଆପଣଙ୍କୁ ଜଣାଇବାକୁ ଯାଉଅଛି। ପ୍ରଥମରେ ଏହାର କିଛି ଉଦାହରଣ ନେଇକି ଆମେ ବୁଝିବାକୁ ଚେଷ୍ଟା କରିବା। ତ ଥରେ ଚନ୍ଦ୍ରଗୁପ୍ତ ତାଙ୍କ ବଗିଚାରେ ବୁଲୁଥିଲେ। ତ ହଠାତ୍ ଏକ ଫୁଲ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ। ନା ତା'ର ବାସ୍ନା ଅଛି, ନା ତା'ର ସୁଗନ୍ଧ ଅଛି। ସେ ହଠାତ୍ ଚାଣକ୍ୟକୁ ଆଣି ସେହି ଫୁଲଟି ଦେଖାଇଲେ। କହିବାକୁ ଲାଗିଲେ, ଗୁରୁ, ଏହି ଫୁଲଟି ଆପଣଙ୍କ ପାଇଁ କେତେ ଉପଯୋଗୀ ହୋଇପାରେ। ଆହୁରି ମଧ୍ୟ କହିବାକୁ ଲାଗିଲେ ଯେ ଗୁରୁ, ଆପଣ ଏହି ଫୁଲର ବାସ୍ନାକୁ ଶୁଙ୍ଘି ପାରୁଛନ୍ତି କି? ଆଉ ଗୁରୁଦେବ କହିଲେ, ହଁ ହଁ, ମୁଁ ତ ଏହାର ବାସ୍ନାକୁ ଅତି ମାତ୍ରାରେ ମୁଁ ଶୁଙ୍ଘି ପାରୁଛି। ହେଲେ ଚନ୍ଦ୍ରଗୁପ୍ତ ତାଙ୍କ ମନରେ ଥିବା ଏକ ପ୍ରଶ୍ନ କଲେ ଆଉ ତାଙ୍କ ଗୁରୁକୁ କହିବାକୁ ଲାଗିଲେ ଯେ ଗୁରୁଙ୍କ କଥାରେ ଏକମତ ହୋଇ ଚନ୍ଦ୍ରଗୁପ୍ତ ଆଶ୍ଚର୍ଯ୍ୟ ହୋଇଗଲେ। ଆଉ କହିଲେ, ଗୁରୁ, ଏହାର ତ ବାସ୍ନା ଆଉ ସୁଗନ୍ଧ ବୋଲି କିଛି ନାହିଁ। ଆପଣଙ୍କୁ କେମିତି ସୁଗନ୍ଧ ହୋଇପାରିଲା? ଆଉ ଚନ୍ଦ୍ରଗୁପ୍ତ କହିଲେ, ଆପଣ ତ ଏବେ କିଛି ସମୟ ପୂର୍ବରୁ ଗୋଟିଏ ସମ୍ରାଟ ଆଉ ଅଶୋକଙ୍କ ବିଷୟରେ ଭାବୁଥିଲ, ଆଉ ଏବେ କେମିତି ହଠାତ୍ ବଦଳିଗଲ? ତାପରେ ତାଙ୍କ ଗୁରୁ ଚାଣକ୍ୟ ହଠାତ୍ ଚମକି ଉଠିଲେ ଆଉ କହିବାକୁ ଲାଗିଲେ, ଶିଷ୍ୟ, ତୁମେ କିପରି ମୋ ମନ କଥାକୁ ଜାଣିପାରିଲ? ଆଉ ତାଙ୍କ ଶିଷ୍ୟ ମଧ୍ୟ ହସିକି କହିଲେ ଯେ ମୁଁ ମୋର ଭରସା, ବିଶ୍ୱାସ ଆଉ ଭାବ ଆଉ ଦିମାଗ ଦ୍ୱାରା ମୁଁ ତୁମର ସେହି କଥାକୁ ଜାଣିପାରିଲି। ତ ସାଙ୍ଗମାନେ, ସବୁବେଳେ ମନେ ରଖିବା ଉଚିତ ଯେ ଜୀବନରେ ଯେକୌଣସି ପରିସ୍ଥିତିରେ ମଧ୍ୟ ଭରସା, ବିଶ୍ୱାସ ଏବଂ ନିଜର ଦିମାଗକୁ କେବେ ମଧ୍ୟ ହାତଛଡ଼ା କରିବେ ନାହିଁ। ଯାହାଫଳରେ ଆପଣ ବହୁତ ଅସୁବିଧାରେ ମଧ୍ୟ ପଡ଼ିପାରନ୍ତି। ତ ସାଙ୍ଗମାନେ, ଏହା ଥିଲା କିଛି ଉଦାହରଣ। ତ ଏହାପରେ ଆମେ ଆଲୋଚନା କରିବା ଯେ ସେହି 3ଟି ଉପାୟ କ'ଣ କ'ଣ ଅଟେ। ଆପଣ
ଜୀବନରେ ଭଲ କର୍ମ କରୁଛନ୍ତି ନା ସେହି ଖରାପ କାମରେ ଆଗେଇ ଚାଲୁଛନ୍ତି। ତ ଏହା ମଧ୍ୟ ମନେ ରଖିବା ଉଚିତ ଯେ ଭଗବାନ କେବେ କାହାକୁ ମଧ୍ୟ ଦଣ୍ଡ ଦେଇନଥାନ୍ତି, ବରଂ ଆମର କର୍ମ ହିଁ ଆମକୁ ଦଣ୍ଡ ଦେଇଥାଏ। ଆଉ ଆମେ ଯଦି ସତ୍ ପଥରେ ଚାଲିବା ବା ସତ୍ୟ କର୍ମରେ ଆଗେଇ ଯିବା, ତାହେଲେ ଭଗବାନ ଆମକୁ ସାଥ ଦେବେ। ଆଉ ଆମେ ମଧ୍ୟ ଅନ୍ୟର ମନର କଥାକୁ ଆପେ ଆପେ ନିଜର ସ୍ମରଣ ଶକ୍ତି ସାହାଯ୍ୟରେ ଜାଣିପାରିବା। ପ୍ରଥମ ଉପାୟଟି ହେଉଛି ଆମର ମସ୍ତିଷ୍କ। ତ ସାଙ୍ଗମାନେ, ସବୁବେଳେ ମନେ ରଖିବା ଉଚିତ ଯେ ଆମେ ଯେକୌଣସି କାର୍ଯ୍ୟ କରିଲେ ମଧ୍ୟ ସେଥିରେ ପ୍ରଥମରେ ନିଜର ମସ୍ତିଷ୍କ ହିଁ ଥଣ୍ଡା ରଖିବେ, ନଚେତ୍ ଆପଣଙ୍କର କାମରେ ବହୁତ ବାଧାବିଘ୍ନ ମଧ୍ୟ ସୃଷ୍ଟି ହୋଇପାରେ। କାହିଁକି ନା ମସ୍ତିଷ୍କ ହେଉଛି ଆମ ମନୁଷ୍ୟର ଏକ ମେରୁଦଣ୍ଡ ସଦୃଶ୍ୟ। ଆଉ ସେହି ମସ୍ତିଷ୍କ ଆମକୁ ଯାହା ସୂଚାଇ ଦିଏ ଆମେ ତାହା କରିବାକୁ ବାଧ୍ୟ ହେଇଥାଉ। ଆଉ ଚାଣକ୍ୟ ମଧ୍ୟ କହିଥିଲେ ଯେ ମଣିଷ ଜୀବନର ଏକମାତ୍ର କାର୍ଯ୍ୟରୁକ୍ଷୀ ହେଉଛି ମନୁଷ୍ୟର ମେରୁଦଣ୍ଡ। ଆଉ ସେହି ମେରୁଦଣ୍ଡ ନଥିଲେ ନା ଆମେ ଏହି ଦୁନିଆକୁ ଦେଖିପାରିବା ନା ଏହାକୁ ସାମ୍ନା କରିପାରିବା। ଆଉ ଦ୍ୱିତୀୟରେ ହେଉଛି ଆମେ ନିଜକୁ ସ୍ମାର୍ଟ ବନାଇକି ରଖିବା। ତ ଯାହା ଫଳରେ ଆମେ ଯେଉଁ ସ୍ଥାନକୁ ଗଲେ ମଧ୍ୟ ଆମେ ସେଠାରେ କିଛି କମ୍ କଥା କହିବା। ଆଉ ପ୍ରଥମରେ ଲୋକଙ୍କର ମନକୁ କିଣି ନେବା। ଆଉ ଲୋକମାନେ ଯାହା କହିବେ ଆପଣ ସେଠାରେ ଖାଲି ହଁ ଆଉ ନାହିଁ ଛଡ଼ା କିଛି ମଧ୍ୟ ପ୍ରୟୋଗ କରିବେ ନାହିଁ। ଆଉ ସେଠାରେ ଯଦି ଆପଣ ଅଲଗା ପ୍ରକାର କିଛି କଥା କହିଦେଉଛନ୍ତି, ତେବେ ଲୋକମାନେ ଆପଣଙ୍କୁ ପାଗଳ ବୋଲି ଭାବିବେ, ଯାହା ଫଳରେ ଆପଣଙ୍କର ମୁଣ୍ଡ ସେଠାରେ ତଳକୁ ହୋଇଯିବ। ତ ସାଙ୍ଗମାନେ, କେବେ ମଧ୍ୟ ଲୋକଙ୍କ ଆଗରେ ଫୁଟାଣି ମାରନ୍ତୁ ନାହିଁ। ଧୀର ସ୍ଥିର କଥା କୁହନ୍ତୁ। ଦୁନିଆ ଆଗରେ ନିଜକୁ ଅପମାନିତ କରନ୍ତୁ ନାହିଁ। ଦେଖିବେ ଆପଣ ମଧ୍ୟ ସ୍ମାର୍ଟ ହୋଇଯିବେ ଆଉ ଲୋକଙ୍କର ମନର କଥାକୁ ମଧ୍ୟ କିଣି ନେବେ। ତ ସାଙ୍ଗମାନେ, ଏହା ଥିଲା ଦ୍ୱିତୀୟ ଉପାୟ। ତ ତୃତୀୟ ଉପାୟଟି ହେଉଛି ନିଜ ମନକୁ କିପରି ଥଣ୍ଡା ରଖିବେ। ଆଉ ନିଜ ମନ ହିଁ ହେଉଛି ଆମ ଜିନିଷର ଏକ ମାତ୍ର ଅଙ୍ଗ। 99% ଲୋକ ସେହି ବାଟ ଦେଇ ଯିବାକୁ କେବେ ମଧ୍ୟ ଚେଷ୍ଟା କରିନାହାନ୍ତି। ଆଉ 1% ଲୋକ ଯିଏକି ସେହି ସତ୍ୟ ପଥରେ ଆଗେଇ ଯିବାକୁ ହାତ ବଢ଼ାଇଥାଏ। କିନ୍ତୁ ସାଙ୍ଗମାନେ, ଏଠାରେ ପ୍ରଶ୍ନ ଉଠୁଛି ଯେ ସେହି 99% ଲୋକ କାହିଁକି ସତ୍ୟ ପଥରେ ଗଲେ ନାହିଁ, କିନ୍ତୁ 1% ଲୋକ ସତ୍ୟ ପଥରେ ଗଲେ? ତ ସାଙ୍ଗମାନେ, ସବୁବେଳେ ମନେ ରଖିବା ଉଚିତ ଅଟେ ଯେ ଆପଣ ଯଦି ସତ୍ୟ କର୍ମରେ ଯିବେ, ତ ଦେଖିବେ ଆପଣଙ୍କର ସାଥ କେହି ମଧ୍ୟ ଦେବେ ନାହିଁ। ଆଉ ଥରେ ଏହା ମଧ୍ୟ ଚେଷ୍ଟା କରନ୍ତୁ ଯେ ଆପଣ ଥରେ ଖରାପ ହେଇକି ଏହି ଦୁନିଆକୁ ଡରାଇବାକୁ ଚେଷ୍ଟା କରନ୍ତୁ। ଦେଖିବେ ଆପଣଙ୍କର ସାଥ ସମସ୍ତେ ଦେବେ। ତ ସାଙ୍ଗମାନେ, ଏଠାରେ ଭୁଲ କଲେ ପ୍ରାୟଶ୍ଚିତ ହୋଇଯାଏ, କିନ୍ତୁ ସତକୁ ସତ ବୋଲି ପ୍ରମାଣିତ କଲେ ତାହା ଦଣ୍ଡବିଧାନ ମିଳିଥାଏ। ତେଣୁ
ମନର କଥା ଜାଣିବାକୁ ହେଲେ ସାଙ୍ଗମାନେ ପ୍ରଥମେ ଚାଣକ୍ୟଙ୍କର ଏହି 3ଟି ନିୟମକୁ ଆପଣଙ୍କୁ ପାଳନ କରିବାକୁ ପଡ଼ିବ। ତାପରେ ଆପଣ ମୋତେ ଜଣାଇବେ ଯେ ଏହି 3ଟି ନିୟମ ଆପଣଙ୍କ ଜୀବନରେ କାମ ଦେଲା କି ନାହିଁ। ଆଉ ଏହି 3ଟି ଜିନିଷକୁ ବା ଉପାୟକୁ ପାଳନ କରିବା ସହ ଆପଣ ପ୍ରତ୍ୟେକ ଦିନ ସକାଳୁ ଉଠିକି ସ୍ନାନ କରିସାରିଲା ପରେ କିଛି ସମୟ ଏକ କୋଠରୀ ଭିତରେ ବସି ଓମ୍ ନମୋ ଭଗବତେ ବାସୁଦେବାୟ ତ ଏହି ମନ୍ତ୍ରଟିକୁ ପ୍ରତ୍ୟେକ ଦିନ ଜପ କରନ୍ତୁ। ଦେଖିବେ ଆପଣଙ୍କର ଭାଗ୍ୟ ବଦଳିଯିବ। ଆଉ ଆପଣ ଗୋଟିଏ ଚୁଟକି ସାହାଯ୍ୟରେ ବି ଅନ୍ୟ ଲୋକଙ୍କର ମନର କଥା ଜାଣିପାରିବେ। ଆଉ ଆପଣ ଯଦି କୌଣସି ଧନ ଏବଂ ଝଡ଼ଝଞ୍ଜାରେ ଅଛନ୍ତି ତାହା ମଧ୍ୟ ନିଶ୍ଚିତ ଦୂର ହୋଇଯିବ। ତ ସାଙ୍ଗମାନେ ଆଜିର ଏହି ଭିଡ଼ିଓଟିକୁ ମୁଁ ଏଇଠି ଷ୍ଟପ୍ କରୁଛି, ଯାହାକି ଥିଲା ମାତ୍ର 1 ମିନିଟରେ ଅନ୍ୟ ଲୋକଙ୍କ ମନର କଥା କିପରି ଜାଣିବା। ତ ଏହି ଭିଡ଼ିଓଟି ଆପଣଙ୍କୁ କେମିତି ଲାଗିଲା ମୋତେ କମେଣ୍ଟ କରି ଜଣାଇବେ। ଆଉ ହଁ ସାଙ୍ଗମାନେ, ଏହି ଭିଡ଼ିଓଟି ଆପଣଙ୍କୁ ଭଲ ଲାଗିଥିଲେ ନିହାତି ଭାବରେ ମୋର ଏହି ଚ୍ୟାନେଲ ଯାହାକି ସମ୍ବିତ ମୋଟିଭେସନାଲ ଲାଇଫକୁ ଗୋଟିଏ ସବସ୍କ୍ରାଇବ୍ କରି ବେଲ୍ ଆଇକନ୍କୁ ଅନ୍ କରିକି ରଖିବେ, ଯାହାଦ୍ୱାରା ମୁଁ ଭିଡ଼ିଓ ଛାଡ଼ିବା ମାତ୍ରେ ଆପଣଙ୍କ ପାଖକୁ ନୋଟିଫିକେସନ୍ ଜରିଆରେ ସର୍ବପ୍ରଥମେ ପହଞ୍ଚି ପାରିବ। ତ ସାଙ୍ଗମାନେ ରହୁଛି, ଜୟ ଜଗନ୍ନାଥ।